ଭାରତ ସରକାରଙ୍କ ଦ୍ୱାରା ଏମିତି ଏକ ସ୍କିମ୍ ଯାହାକି ଆପଣଙ୍କୁ ବାର୍ଦ୍ଧକ୍ୟ ସମୟରେ ଅନେକ ଫାଇଦା ଦବ, ଯାହାକି ଆପଣଙ୍କୁ ମାସକୁ 3000 ଟଙ୍କା ପର୍ଯ୍ୟନ୍ତ ପେନସନ ଦେଇପାରିବ। ତ ସେ ସ୍କିମ୍ ନାଁ ହଉଛି ଇ ଶ୍ରମ କାର୍ଡ। ଆପଣ ଇ ଶ୍ରମ କାର୍ଡରେ ଯଦି ଆପଣ ଭାଗିଦାରୀ ହେଇଛନ୍ତି ବା ଇ ଶ୍ରମ କାର୍ଡରେ ଆପଣ ଜଣେ ଏନରୋଲମେଣ୍ଟ କରିଛନ୍ତି ବା ଇ ଶ୍ରମ କାର୍ଡର ଜଣେ ଉପଭୋକ୍ତା ହେଇଥାନ୍ତି, ତାହେଲେ ଆପଣଙ୍କୁ ମାସକୁ 3000 ଟଙ୍କା ପର୍ଯ୍ୟନ୍ତ ଆପଣ ପେନସନ ପାଇପାରିବେ। ତ ଏ କାର୍ଡଟା ଆପଣଙ୍କୁ ନିହାତି ଭାବେ ବାର୍ଦ୍ଧକ୍ୟ ସମୟରେ ବହୁତ ଫାଇଦା ଦବ। ଏଠି ଆପଣ ଦେଖିପାରୁଥିବେ ଫର ପେନସନ 3000 ପର ମନ୍ଥ ରହିଛି। ମାସକୁ 3000 ଟଙ୍କା ପର୍ଯ୍ୟନ୍ତ ଆପଣ ପେନସନ ପାଇପାରିବେ। ରେଜିଷ୍ଟର ଫର ମାନଧନ ଯୋଜନା ଅଛି ବା ପ୍ରଧାନମନ୍ତ୍ରୀ ସମୟୋଗୀ ମାନଧନ ଯୋଜନା, ଯୋଉଟା କି ସମସ୍ତ ବର୍ଗର, ଯେମିତି କହିପାରିବା ଉଠା ଦୋକାନୀ ହେଇଥାନ୍ତୁ ବା ରିକ୍ସା ବାଲା ହେଇଥାନ୍ତୁ, ଶ୍ରମ ଯୋଗୀ ମାନେ ଯୋଉମାନେ ଶ୍ରମ କରୁଛନ୍ତି ବା ଏମିତି ନା ଯେ ସେ ଲେବର କାମ କରିଥାନ୍ତୁ, ସମସ୍ତ ବର୍ଗର ଲୋକ ମଧ୍ୟ ଅଧିକାଂଶ ବର୍ଗର ଲୋକ ଏଠି ଆବେଦନ କରିପାରିବେ। ତ ଏଠି ରହିଛି ରେଜିଷ୍ଟ୍ରେସନ ଅଫ ଇ ଶ୍ରମ କାର୍ଡ। ଆପଣ ସେଠି ନିଜେ ରେଜିଷ୍ଟ୍ରେସନ କରିପାରିବେ। ଏଠି ପଳେଇ ଆସିଲା ଯୋଉ ଇ ଶ୍ରମ କାର୍ଡର ଆବେଦନର ପ୍ରଥମ ସୋପାନ ରହିଛି। ପ୍ରଥମ ସୋପାନରେ ଆପଣ ଦେଖିପାରୁଥିବେ ଇଏ ରହିଛି ସେଲ୍ଫ ରେଜିଷ୍ଟ୍ରେସନ, ଆଉ ଇଏ ଗୋଟେ ରହିଛି ଡିଜିଟାଲ ସେବା ବା ସିଏସି ରେଜିଷ୍ଟ୍ରେସନ ବା ଜନସେବା କେନ୍ଦ୍ର। ଆପଣ ଯଦି ନିଜେ ଚାହୁଁଛନ୍ତି ନିଜେ ରେଜିଷ୍ଟ୍ରେସନ କରିବା ପାଇଁ ନିଜେ ରେଜିଷ୍ଟ୍ରେସନ କରିପାରିବେ, ବା ଜନସେବା କେନ୍ଦ୍ର ବା ଡିଜିଟାଲ ସେବା କେନ୍ଦ୍ର ଆପଣ ଯାଇକିରି ଆବେଦନ ମଧ୍ୟ କରିପାରିବେ। ତ ଏବେ ଆମେ ଜାଣିବା ନିଜେ ଆପଣ କେମିତି ଆବେଦନ କରିବେ। ଆପଣ ମନେ ରଖିଥିବେ ଆପଣଙ୍କ ଆଧାର କାର୍ଡରେ ଯେଉଁ ମୋବାଇଲ ନମ୍ବରଟି ଲିଙ୍କ ଅଛି ସେ ମୋବାଇଲ ନମ୍ବରଟି ଆପଣ କ୍ଲିକ୍ କରିନେବେ। କ୍ୟାପସନ କୋଡଟି କ୍ଲିକ୍ କରିବେ। ପରବର୍ତ୍ତୀ ସମୟରେ ଆପଣ ଦୁଇଟି ଅପସନ ଦେଇଛି, ୟେସ୍ ନୋ ର ଅପସନ ଦେଇଛି। ଆପଣ ଇପିଏଫ୍ ର ମେମ୍ବର ଅଛନ୍ତି କି ନାହିଁ ବା ଇଏସ୍ଆଇସି ର ମେମ୍ବର ଅଛନ୍ତି କି? ଯଦି ମେମ୍ବର ରହିଥାନ୍ତି ତାହେଲେ ଏଇ ଆପ୍ଲିକେସନ ଆପଣ, ଏଇ ଯୋଉ ସ୍କିମ୍ ରହିଛି ସ୍କିମ୍ ରେ ଆପଣ ଲାଭବାନ ହେଇପାରିବ ନାହିଁ, ସେଥିପାଇଁ ଆପଣ ନୋ କରିବେ ଦୁଇଟି ଯାକ। ତ ଆପଣ ଯେତେବେଳେ ଦେଖିଲେ ଓଟିପି ରେଜିଷ୍ଟ୍ରେସନ କ୍ଲିକ୍ କଲେ, ଓଟିପି କ୍ଲିକ୍ କଲା ପରେ ଆପଣଙ୍କୁ ଏଠି ଆପଣଙ୍କର ଆଧାର କାର୍ଡ ନମ୍ବର ମାଗିବ। ଆପଣ ଆଧାର କାର୍ଡ ଦେବେ। ଆଧାର କାର୍ଡ ଦ୍ୱାରା ହିଁ ଏ ଆପ୍ଲିକେସନଟି ଆଗକୁ ବଢିପାରିବ। ତାପରେ ଯୋଉ ଟର୍ମ ଆଣ୍ଡ କଣ୍ଡିସନ ରହିଛି, ଟର୍ମ ଆଣ୍ଡ କଣ୍ଡିସନ କ୍ଲିକ୍ କରିବେ, ଆପଣ ସବମିଟ୍ କରିବେ। ତ ଓଟିପି ରେ ଆପଣ ଭ୍ୟାଲିଡ କରିବେ। ଭ୍ୟାଲିଡ କରିବା ପରବର୍ତ୍ତୀ ସମୟରେ ଇଏ ଆପଣଙ୍କର ପ୍ରୋଫାଇଲ ଖୋଲିଯିବ। ପ୍ରୋଫାଇଲରେ ଯାହା ରହିଛି ଆପଣଙ୍କର ଆଗକୁ ବଢି କଣ୍ଟିନ୍ୟୁ ଟୁ ଏଣ୍ଟର, ଗୋଟିଏ ମୋବାଇଲ ନମ୍ବର ଦେଇଛନ୍ତି, ଆଉ ଯଦି ଚାହାନ୍ତେ ଏମର୍ଜେନ୍ସି କଣ୍ଟାକ୍ଟ ନମ୍ବର ଆପଣ ଦେଇପାରିବେ। କି ଆପଣ ପର୍ସନାଲ ଡିଟେଲ ରହିଲା, ଯଦି ଇମେଲ ଆଇଡି ଅଛି ଇମେଲ ଆଇଡି ଦେବେ, ଯଦି ଇମେଲ ଆଇଡି ନାହିଁ ତାପରେ ମେରିଡ କି ଅନମେରିଡ ଆପଣ ଦେବେ। ବାପା ନାଁ ଦେବେ, ବାପା ନା ମା ନା, ଏ କ୍ୟାଟେଗୋରୀ ଆପଣଙ୍କର ଓବିସି ନା ଏସସିବିସି ନା ଜେନେରାଲ ଯାହା ଅଛି ଆପଣ ଦେବେ। ଯଦି ସାର୍ଟିଫିକେଟ ଅଛି ସାର୍ଟିଫିକେଟ ଦେଇପାରିବେ, ନହେଲେ ସେ ନଦେଲେ ମଧ୍ୟ ଆଗକୁ ବଢି ଆପଣ ବ୍ଲଡ ଗ୍ରୁପ ଦେବେ। କୌଣସି ପ୍ରକାର ଏଡିକ୍ଟ ଅଛନ୍ତି ବା ବିକଳାଙ୍ଗ ଅଛନ୍ତି କି ତାହା ଆପଣ ଦେବେ। ତ ପରବର୍ତ୍ତୀ ସମୟରେ ଇଏ ଆପଣ ଆଇଲା ନୋମିନି ଡିଟେଲ। ଆପଣ ଆପଣଙ୍କର ଯୋଉ ପେନସନ ରହିଛି, ପେନସନ କୌଣସି ବି ପ୍ରକାର ସୁବିଧା ଅସୁବିଧା ସମୟରେ ଆପଣ କାହାକୁ ନୋମିନି ରଖିଅଛନ୍ତି ଆପଣ ତାର ନୋମିନି ଦେଇଦେବେ। ଆପଣଙ୍କ ତାର ବୟସ ଦେଇଦେବେ।
ସେ କ'ଣ ଜେଣ୍ଡର କ'ଣ ଦେଇଦେବେ, ଆପଣଙ୍କ ସହିତ ରିଲେସନସିପ୍ କ'ଣ, ଆଉ ଯାହା ତାଙ୍କର ଆଡ୍ରେସ୍ ରହିଛି ସେ ଆଡ୍ରେସ୍ ଦେଇଦେବେ। ଆପଣ ଯାହା ଆଡ୍ରେସ୍ ସେଇଆ ତାଙ୍କର ଆଡ୍ରେସ୍ ଥିବ, ଆଡ୍ରେସ୍ ଦେଇଦେବେ। ତ ନୋମିନିର ମୋବାଇଲ ନମ୍ବର ଅଛି, ମୋବାଇଲ ନମ୍ବର ଦେବେ, ନହେଲେ ସେଭ୍ ଆଣ୍ଡ ନେକ୍ସଟ କରି ଆଗକୁ ବଢିବେ। ତ ଏଠି ପଳେଇ ଆସିଲା, ଆପଣ କୋଉ ରାଜ୍ୟର ସେ ରାଜ୍ୟ ଦେବେ, କେଉଁ ଜିଲ୍ଲା ଦେବେ, ଷ୍ଟେଟ୍ ସ୍ପେସିଫିକ୍ କ'ଣ ଅଛି ଯଦି ଦେବେ, ନହେଲେ କିଛି ଆବଶ୍ୟକତା ନାହିଁ। ତ ଆପଣ ରୁରାଲ ଏରିଆ କି ଅର୍ବାନ ଏରିଆ, ଆପଣ ରୁରାଲ ଏରିଆ ଦେବେ, କେଉଁ ଗାଁ ରହୁଛନ୍ତି ସେ ଗାଁର ଟୋଟାଲ ଡିଟେଲ ଦେଇଦେବେ। ସବ୍ ଡିଷ୍ଟ୍ରିକ୍ଟ ବା ଡିଷ୍ଟ୍ରିକ୍ଟ କ'ଣ ରହିଛି ସେଟା ଦେଇଦେବେ। ଆପଣ ଯାହା ଦେଲେ ସେଇଆ ଲୋକେସନଟି କେତେ ବର୍ଷ ହେଲାଣି ରହୁଛନ୍ତି, ଷ୍ଟେଇଂ ଇନ୍ କରେଣ୍ଟ ଲୋକେସନଟି ଦେଇଦେବେ। ଏବେ ଆସିଲା ଏଜୁକେସନ କ୍ୱାଲିଫିକେସନ। ଏଜୁକେସନ କ୍ୱାଲିଫିକେସନ ଆପଣଙ୍କର କ'ଣ ରହିଛି, ଯାହା ରହିଛି ଆପଣ ସେୟା ଉପରେ କ୍ଲିକ୍ କରିପାରିବେ। ଇନଲିଟରେଟ୍ ଅଛନ୍ତି ବା ବିଲୋ ପ୍ରାଇମେରୀ ଅଛନ୍ତି, ବା ପ୍ରାଇମେରୀ ବା ହାୟର ସେକେଣ୍ଡାରୀ ଯାହା ଅଛି ଆପଣ କ୍ଲିକ୍ କରିପାରିବେ। ଏବଂ ଯାହା ସାର୍ଟିଫିକେଟ୍ ଅଛି ସେ ସାର୍ଟିଫିକେଟ୍ ମଧ୍ୟ ଏଠାରେ ଅପଲୋଡ୍ କରିପାରିବେ। ଏବଂ ମନ୍ଥଲି ଆପଣଙ୍କ ଇନକମ୍ ସ୍ଲାବ୍ସ କ'ଣ ଅଛି, ମନ୍ଥଲି ଆପଣ କେତେ ଟଙ୍କା ରୋଜଗାର କରୁଛନ୍ତି, 10,000 ରୁ କମ୍ ରୋଜଗାର କରୁଛନ୍ତି ନା 10,000 15,000, ଯାହା ଆପଣ ସାଲାରୀ ହିସାବରେ ଆପଣ ଏଟାକୁ କ୍ଲିକ୍ କରିବେ। ଯଦି ଇନକମ୍ ସାର୍ଟିଫିକେଟ୍ ପ୍ରୁଫ୍ କ'ଣ ଅଛି ଆପଣ ଦେଇପାରିବେ। ଆଣ୍ଡ ଦେନ୍ ନେକ୍ସଟ ସେଭ୍ ଆଣ୍ଡ କଣ୍ଟିନ୍ୟୁ କରିବେ। ଏଠି ଏବେ ଆମେ ଆସିଲେ ଆପଣଙ୍କର କାର୍ଯ୍ୟ ଦକ୍ଷତା ବା କାର୍ଯ୍ୟ କ'ଣ କରୁଛନ୍ତି ତାକୁ ଆମେ ସିଧାସଳଖ ଅକୁପେସନ ବା ସ୍କିଲ୍ସ ଆପଣଙ୍କର କ'ଣ ରହିଛି। ସେଠି ଆପଣ ଦେଖିଲେ ଓଲା ଉବେର ଜୋମାଟୋ ଯଦି ଆପଣ କାମ କରୁଛନ୍ତି ୟୁଜ୍ କରିବେ, ନାହିଁ ଯଦି ଅଦରୱାଇଜ ଅନ୍ୟ କୌଣସି ବାର କାମ କରୁଛନ୍ତି ତ ଆପଣ ଦେଇଦେବେ ଏଗ୍ରିକଲଚର ଲେବର ବା ପ୍ଲାଣ୍ଟେସନ ଲେବର। ଆପଣ ଏଗ୍ରିକଲଚର ଲେବର ଦେଇଦେଲେ, କ୍ରପ୍ ଫାର୍ମିଂ ଲେବର ଦେଇଦେଲେ, ୱାର୍କ ଏକ୍ସପିରିଏନ୍ସ କେତେ ବର୍ଷ ହେଲାଣି ଆପଣ କାମ କରୁଛନ୍ତି, ଯାହା ଯେତିକି ବର୍ଷ ହେଲାଣି କାମ କରୁଛନ୍ତି ସେତିକି ବର୍ଷ ପକେଇଦେବେ। ସେକେଣ୍ଡ ଅପରେସନ କ'ଣ ଯଦି ଅଛି ଆପଣ ତା ସହିତ ଆଉ କ'ଣ ଯଦି କରୁଛନ୍ତି ସେଟା କ୍ଲିକ୍ କରିପାରିବେ, ଏବଂ ତାର ଯଦି ଡକ୍ୟୁମେଣ୍ଟ କ'ଣ ଅଛି ଅପଲୋଡ କରିପାରିବେ। ତ ଏଠି ମଧ୍ୟ ଆଗକୁ ବଢିପାରିବେ, କିଛି ଅସୁବିଧା ନାହିଁ। ତ ଏଠି ଆପଣ ଆସିଗଲା ବ୍ୟାଙ୍କ ଡିଟେଲ, ଆପଣ ଯାହା ରହିଲା ବ୍ୟାଙ୍କ ଡିଟେଲ ଆଣ୍ଡ ସେଭ୍ ଆଣ୍ଡ କଣ୍ଟିନ୍ୟୁ। ଆପଣ ଶେଷରେ ଆପଣ ଦେଖିପାରୁଥିବେ ରେଜିଷ୍ଟ୍ରେସନ କନଫର୍ମ ହେଇଯାଇଛି। ଆର ଆପଣ ପ୍ରିଣ୍ଟ କାଢି ରଖିପାରିବେ, ପରବର୍ତ୍ତୀ ସମୟରେ ଆପଣଙ୍କୁ ଏ ଆବଶ୍ୟକତା ପଡିବ। ଲାଷ୍ଟ ଅଣ୍ଡରଟେକିଂ ରହିଛି, ଆକାଉଣ୍ଟ ଡିଟେଲ ସବୁ ପଳେଇ ଆସିଲା। ଆପଣ ଲାଷ୍ଟ ଅଣ୍ଡରଟେକିଂ ରେ କ୍ଲିକ୍ କରି ସବମିଟ୍, ଆପଣ ସବମିଟ୍ କ୍ଲିକ୍ କରିବେ। ତ ଆପଣ ଏଭଳି ଭାବରେ ଇ ଶ୍ରମ କାର୍ଡରେ ଆପଣ ଆବେଦନ କରି ମାସକ 3,000 ଟଙ୍କାର ଲାଭବାନ ହେଇପାରିବ, ଯାହାକି ଆପଣଙ୍କ ବାର୍ଦ୍ଧକ୍ୟ ସମୟରେ ବହୁ ସହାୟକ ହେବ। ଗଞ୍ଜାମରୁ ରବୀନ୍ଦ୍ର ନାୟକ, ଲୋକାଲ ଏଠି।